जय जीशु। प्रभु जीशु कृष्णटारे मोर अति प्रिय भाई भौणी मैंने समस्त केमती अच्छा भलरे रहतु। जौहन समाचार अध्याय 1 पद संज्ञा 1। आद्यरे वाक्य थिले, वाक्य ईश्वर सहित थिले एवं सही वाक्य ईश्वर थिले। आसतु मोर भाई भौणी माने से वाक्य आम वर्तमान शुणा। जय जीशु। उत्पत्ति अध्याय 21। निज वचन मुताबक प्रभु सारा को संदर्शन कले व सारा प्रति निजर प्रतिश्रुति संपादन कले। ईश्वर पूर्वर कहिथिबा ठीक सही समय रे सारा हंतसता होई वृद्ध वयस्क आब्राहम पाए गोटिए पुत्र संतान को प्रसव कले। सारा ठारू जात निज पुत्र को आब्राहम इसाक नाम रे नामित कले। ईश्वर आदेश अनुजाई आब्राम निज पुत्र इसाक को जन्मर 8म दिवस रे परिच्छेदन कले। आब्राहम को 100 वर्ष बयस होइथिबा समय रे इसहाक जन्म ग्रहण कले। सारा कहिले, ईश्वर मते हसिबा को सुजोग देई अछंती व एहार समस्त श्रोता मो संपर्क रे हास्य करिबे। से पुणी कहिला, सारा जे संतान मानंकु स्तन्य पान कराइब आब्राहम को एहीपरि किए बा कहि थांता। तथापि तांको पाई मु तांकर वार्धक्य काल रे गोटिए पुत्र प्रसव करिअछि। बालकटीर बयस वृद्धि हेबा संगे संगे से स्तन्यपानरु वंचित हेला। इसाकंक स्तन्यपानर निवारण दिवस रे अब्राम एक भोजीर आयोजन कले। इजिप्टिय हागार ठारू आब्राहमंक पाई जात संतान निज पुत्र इसाकंक सह क्रीड़ारत हेबा सारा देखिबाकू पाइले। से आब्राहम को कहिले, तार पुत्र समेत एही दासी को बहिष्कृत करि दियो, कारण एही दासीटीर संतान मोर पुत्र इसाहाक सह उत्तराधिकारी होई पारिबो नाही। निज पुत्र जोगु एही कथारे अब्राहम व्यथित हेले, किंतु ईश्वर अब्राहम को कहिले, सेही बालक तथा तुम दासी जोगु तुमे असंतोष प्रकाश कर नाही, बरम सारा तुमको जहा कही अछि तुमे ताहा पालन कर, कारण इसाहाक माध्यम रे तुम संतान परंपरा नामित हेबो। दासी जात पुत्र ठारू मध्य मु एक गोष्ठी उत्पन्न करिबी, कारण से मध्य तुमर पुत्र। सुतरां आब्राहम अति प्रत्युषरे उठी केतेक रुटी तथा जलपूर्ण एक चर्म पात्र को हागार स्कंदरे दे सेही बालक समेत ताकू पठाई देले। तहु से स्थानरु प्रस्थान करी बेर्शेबा मरुप्रांतर रे इतस्तत परिभ्रमण करिबाकू लागिला। चर्म पात्रर जल शेष ହେଲା ପରେ से गोटिए बुदामूल रे बालकटीकू छाड़ी देला। बालकटीर मृत्यु मु देखि पारु नाही बोली कही दूरस्थ अर्थात एक स्वर क्षेपणर सीमा पर्यंत जाई ता विपरीत को चाही से बसिला।
ସେ ଏହିଭଳି ବିପରୀତକୁ ଚାହିଁ ବସିଥିବା ସମୟରେ ବାଳକଟି ଉଚ୍ଚ ସ୍ୱରରେ ରୋଦନ କରିବାକୁ ଆରମ୍ଭ କଲା। ବାଳକଟିର କ୍ରନ୍ଦନ ଈଶ୍ୱର ଶୁଣିଲେ। ପ୍ରଭୁଙ୍କର ଜଣେ ଦେବଦୂତ ସ୍ୱର୍ଗରୁ ଡାକି ହାଗାରକୁ କହିଲେ, ହେ ହାଗାର, ତୁମ ଦୁଃଖ କ'ଣ? ଭୟ କର ନାହିଁ, କାରଣ ଶୋଇଥିବା ସ୍ଥାନରୁ ବାଳକଟିର କ୍ରନ୍ଦନ ସ୍ୱର ଈଶ୍ୱର ଶୁଣିଅଛନ୍ତି। ଉଠି ବାଳକକୁ ତୁମ ହସ୍ତରେ ଆଶ୍ଲେଷ କର, କାରଣ ତାହାଠାରୁ ମୁଁ ଏକ ବିପୁଳ ଜାତିକୁ ଉଦ୍ଭବ କରାଇବି। ତତ୍ପରେ ଈଶ୍ୱର ତାହାର ଚକ୍ଷୁ ଯୁଗଳକୁ ଉନ୍ମୁକ୍ତ କଲେ ଏବଂ ସେ ଗୋଟିଏ ଜଳପୂର୍ଣ୍ଣ କୂପ ଦେଖିଲା। ସେ ଯାଇ ଚର୍ମ ପାତ୍ରକୁ ଜଳ ପୂର୍ଣ୍ଣ କରି ବାଳକଟିକୁ ପାନ କରାଇଲା। ଈଶ୍ୱର ବାଳକଟିର ସହବର୍ତ୍ତୀ ଥିଲେ। ସେ ବୟଃପ୍ରାପ୍ତ ହୋଇ ମରୁ ପ୍ରାନ୍ତରରେ ଜୀବନଯାପନ କଲା। ଧନୁବିଦ୍ୟାରେ ନିରୂପଣ ହେଲା। ସେ ପାରାନ୍‌ର ମରୁପ୍ରାନ୍ତରରେ ବସତି ସ୍ଥାପନ କଲା ଏବଂ ତାର ମାତା ଇଜିପ୍ଟରୁ ତା ପାଇଁ ଏକ ପତ୍ନୀକୁ ମନୋନୀତ କଲା। ସେହି ଦିନମାନଙ୍କରେ ଆବିମେଲେକ ଓ ତାଙ୍କର ସେନାପତି ଫିକଲ ଆବ୍ରାହାମଙ୍କୁ କହିଲେ, ତୁମ ସମସ୍ତ କାର୍ଯ୍ୟକଳାପର ସହାୟତା ପାଇଁ ଈଶ୍ୱର ତୁମ ସହବର୍ତ୍ତୀ ଅଟନ୍ତି। ସୁତରାଂ ମୋ ପ୍ରତି ଓ ମୋର ସନ୍ତାନ ସନ୍ତତି ପ୍ରତି କୌଣସି ପ୍ରକାର ଅନ୍ୟାୟ ବ୍ୟବହାର କରିବ ନାହିଁ ବୋଲି ଈଶ୍ୱରଙ୍କ ସନ୍ନିଧାନରେ ଶପଥ କର। ମୁଁ ଯେପରି ତୁମ ପ୍ରତି କରୁଣା ପ୍ରଦର୍ଶନ କରିଅଛି, ତୁମେ ସେପରି ମୋର ଓ ତୁମ ପ୍ରବାସ ଜୀବନର ଏହି ଦେଶ ପ୍ରତି ଅନୁକମ୍ପା ପ୍ରଦର୍ଶନ କର। ମୁଁ ଶପଥ କରିବି ବୋଲି ଆବ୍ରାହାମ କହିଲେ। ଆବିମେଲେକଙ୍କ ଦାସମାନେ ଆବ୍ରାହାମଙ୍କ ଠାରୁ ଅଧିକୃତ ଏକ କୂପ ସମ୍ପର୍କରେ ଆବ୍ରାହାମ ଆବିମେଲେକଙ୍କ ନିକଟରେ ଅଭିଯୋଗ ବଢ଼ାଇଲେ। ଉତ୍ତରରେ ଆବିମେଲେକ କହିଲେ, କିଏ ଏହା ସାଧନ କରିଅଛି? ମୁଁ ତାହା ଜାଣେ ନାହିଁ। ସେ ସମ୍ପର୍କରେ ତୁମେ କିଛି ହିଁ ମୋତେ ଜଣାଇ ନାହଁ ଏବଂ ଆଜି ପର୍ଯ୍ୟନ୍ତ ସେ ସମ୍ବନ୍ଧରେ ମୁଁ ଶୁଣି ନାହିଁ। ତତ୍ପରେ ଆବ୍ରାହାମ ମେଷ ତଥା ଗୋରୁ ନେଇ ଆବିମେଲେକଙ୍କ ପ୍ରଦାନ କଲେ। ସେ ଦୁହେଁ ଏକ ସନ୍ଧି ସ୍ଥାପନ କଲେ। ତହୁଁ ଆବ୍ରାହାମ ପଲରୁ 7ଟି ମେଷ ଶାବକକୁ ନେଇ ପୃଥକ ରଖିଲେ। ଆବିମେଲେକ ଆବ୍ରାହାମଙ୍କୁ ପଚାରିଲେ, ଏହି 7ଟି ମେଷ ଶାବକକୁ ପୃଥକ କରି ରଖିବାର କାରଣ କ'ଣ? ଉତ୍ତରରେ ସେ କହିଲେ, ଯିଏ ଏହି କୂପ ଖୋଳିଅଛି ସିଏ ମୁଁ। ଏହାର ପ୍ରମାଣ ସ୍ୱରୂପ ତୁମେ ଏହି 7ଟି ମେଷ ଶାବକକୁ ମୋ ହସ୍ତରୁ ଗ୍ରହଣ କରିବ। ସେଥିପାଇଁ ସେ ସ୍ଥାନ ବେର୍ଷେବା ନାମରେ ଅଭିହିତ ହେଲା, କାରଣ ସେଠାରେ ସେମାନେ ଉଭୟେ ଶପଥ ଗ୍ରହଣ କରିଥିଲେ। ଏହିଭଳି ସେମାନେ ବେର୍ଷେବାଠାରେ ଏକ ଶାନ୍ତି ସନ୍ଧି ସ୍ଥାପନ କଲେ। ଅନନ୍ତର ଆବିମେଲେକ ଓ ସେନାପତି ଫିକଲ ଫିଲିସ୍ତୀୟମାନଙ୍କ ଦେଶକୁ ପ୍ରସ୍ଥାନ କଲେ। ଆବ୍ରାହାମ ବେର୍ଷେବାଠାରେ ଏକ ଝାଉଁ ବୃକ୍ଷ ରୋପଣ କରି ଶାଶ୍ୱତ ଈଶ୍ୱର ପ୍ରଭୁଙ୍କ ନାମ ସ୍ମରଣ କଲେ। ଆବ୍ରାମ ଫିଲିସ୍ତୀୟମାନଙ୍କ ଦେଶରେ ବହୁଦିନ ଧରି ପ୍ରବାସୀ ଭାବେ କାଳାତିପାତ କଲେ। ଉତ୍ପତ୍ତି ଅଧ୍ୟାୟ 22। ଇସାକଙ୍କ ବଳି ସମର୍ପଣ। ଏହାପରେ ଈଶ୍ୱର ଆବ୍ରାହାମଙ୍କୁ ପରୀକ୍ଷା କଲେ। ଆବ୍ରାହାମ, ହେ ଆବ୍ରାହାମ ବୋଲି ସେ ତାଙ୍କୁ ଡାକିଲେ।
ତାହା ଶୁଣି ଆବ୍ରାହାମ ଉତ୍ତର ଦେଲେ, ଦେଖ ମୁଁ ଏଇଠି। ଈଶ୍ୱର କହିଲେ, ତୁମେ ସ୍ନେହ କରୁଥିବା ତୁମ ଏକମାତ୍ର ପୁତ୍ର ଇସାକକୁ ସାଙ୍ଗରେ ନେଇ ମରିଆ ଦେଶକୁ ପ୍ରସ୍ଥାନ କର। ମୁଁ ସେଠାରେ ଦର୍ଶାଉଥିବା ଗୋଟିଏ ପର୍ବତ ଉପରେ ତୁମେ ତାକୁ ହୋମବଳି ରୂପେ ଉତ୍ସର୍ଗ କର। ସୁତରାଂ ଆବ୍ରାହାମ ପ୍ରତ୍ୟୁଷରେ ଉଠି ନିଜ ଗର୍ଦ୍ଦଭକୁ ଦିନ ପିନ୍ଧାଇଲେ। 2 ଜଣ ଦାସ ନିଜ ପୁତ୍ର ଇସାହାକ ଓ ହୋମବଳି ନିମନ୍ତେ ଆବଶ୍ୟକ ସମିଧ ନେଇ ଈଶ୍ୱର ସୁସଜ୍ଜିତ ସ୍ଥାନକୁ ସେ ଗଲେ। ତୃତୀୟ ଦିବସରେ ଆବ୍ରାହାମ ଚକ୍ଷୁ ଉତ୍ତୋଳନ କରି ଅବଲୋକନ କରନ୍ତେ ସୁଦୂରରୁ ସେହି ସ୍ଥାନ ଦେଖିବାକୁ ପାଇଲେ। ସେ ସମୟରେ ଆବ୍ରାହାମ ଦାସମାନଙ୍କୁ କହିଲେ, ଗର୍ଦ୍ଦଭ ସମେତ ତୁମ୍ଭେମାନେ ଏଠାରେ ରୁହ। ମୁଁ ଓ ବାଳକଟି ସେଠାକୁ ଯାଇ ଆରାଧନା କଲା ପରେ ତୁମ ନିକଟକୁ ପୁନରାୟ ପ୍ରତ୍ୟାବର୍ତ୍ତନ କରିବୁ। ତତ୍ପରେ ଆବ୍ରାହାମ ହୋମବଳି ନିମନ୍ତେ ଆବଶ୍ୟକ ସମିଧକୁ ପୁତ୍ର ଇସାହକର ସ୍କନ୍ଦ ଦେଶରେ ଲଦିଦେଲେ। ନିଜ ହସ୍ତରେ ଅଗ୍ନି ତଥା ଛୁରିକା ନେଲେ ଏବଂ ସେମାନେ ଉଭୟେ ଏକତ୍ର ପ୍ରସ୍ଥାନ କଲେ। ଇସାକ ନିଜ ପିତା ଆବ୍ରାହାମଙ୍କୁ ଡାକି କହିଲେ, ହେ ମୋର ପିତା। ଏଇଠି ମୁଁ, ମୋର ପୁଅ। ସେ ଏହିପରି ଉତ୍ତର ଦେଲେ। ତହୁଁ ଇସାହାକ ପଚାରିଲେ, ଅଗ୍ନି ତଥା ସମିଧ ଅଛି, କିନ୍ତୁ ହୋମବଳି ନିମନ୍ତେ ଆବଶ୍ୟକୀୟ ମେଷ ଶାବକ କାହିଁ? ଉତ୍ତରରେ ଆବ୍ରାହାମ କହିଲେ, ମୋର ପୁଅ, ହୋମବଳି ନିମନ୍ତେ ଆବଶ୍ୟକୀୟ ମେଷ ଶାବକ ସ୍ୱୟଂ ଈଶ୍ୱର ପ୍ରଦାନ କରିବେ। ପୁଣି ସେମାନେ ଏକତ୍ର ଅଗ୍ରସର ହେଲେ। ଈଶ୍ୱର ପ୍ରଦର୍ଶିତ ସ୍ଥାନରେ ଆସି ପହଞ୍ଚିଲା ପରେ ଆବ୍ରାହାମ ସେଠାରେ ଏକ ବଳିପୀଠ ନିର୍ମାଣ କଲେ। ତା ଉପରେ ସମାଧିକୁ ସଜାଡ଼ି ରଖି ସମିଧକୁ ସଜାଡ଼ି ରଖି ନିଜ ପୁତ୍ର ଇସାହକକୁ ବାନ୍ଧି ବେଦୀ ସ୍ଥିତ ସମିଧ ଉପରେ ଶାୟିତ କରାଇଲେ। ପୁତ୍ରକୁ ବଳିଦାନ ଦେବା ଉଦ୍ଦେଶ୍ୟରେ ଆବ୍ରାହାମ ହସ୍ତରେ ଛୁରିକା ଧାରଣ କଲେ। ତତ୍କ୍ଷଣାତ୍ ପ୍ରଭୁଙ୍କର ଜଣେ ଦେବଦୂତ ଆକାଶରୁ ଡାକ ଦେଇ କହିଲେ, ଆବ୍ରାହାମ, ହେ ଆବ୍ରାହାମ। ଡାକ ଶୁଣି ସେ କହିଲା, ଦେଖ ଏହି ମୁଁ। ସେ କହିଲେ, ତୁମେ ବାଳକ ଉପରେ ହସ୍ତ ଦିଅ ନାହିଁ କିମ୍ବା ତାହା ପ୍ରତି କିଛି କର ନାହିଁ। ତୁମେ ଯେ ଈଶ୍ୱରଙ୍କ ପ୍ରତି ଭୟଭୀତ, ଏହା ମୁଁ ବର୍ତ୍ତମାନ ଅବଗତ ହେଲି। କାରଣ ତୁମର ଏକମାତ୍ର ପୁତ୍ରକୁ ମୋ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ତୁମେ ଅନିଚ୍ଛୁକ ହୋଇନଥିଲ। ଆବ୍ରାହାମ ଚକ୍ଷୁ ଉତ୍ତୋଳନ କରି ଅବଲୋକନ କରନ୍ତେ କଣ୍ଟକ ବୁଦା ମଧ୍ୟରେ ବନ୍ଧ ଶୃଙ୍ଗ ଏକ ପୁଂ ମେଷକୁ ଦେଖିବାକୁ ପାଇଲେ। ଆବ୍ରାମ ସେହି ଦିନ ସେହି ମେଷକକୁ ନେଇ ନିଜ ପୁତ୍ର ପରିବର୍ତ୍ତେ ହୋମବଳି ଉତ୍ସର୍ଗ କଲେ। ସେହି ସ୍ଥଳୀକୁ ଆବ୍ରାମ ଯାବେ ଇରେ ବୋଲି ଅଭିହିତ କଲେ। ଏହେତୁ ଏହି ପ୍ରବାଦ ବଚନ ପ୍ରଚଳିତ, ପ୍ରଭୁଙ୍କ ପର୍ବତ ଉପରେ ଉଚିତ ଦ୍ରବ୍ୟ ପ୍ରଦତ୍ତ ହେବ। ପ୍ରଭୁଙ୍କ ଦୂତ ଆକାଶରୁ ପୁନରାୟ ଆବ୍ରାହାମଙ୍କୁ ଡାକ ଦେଇ କହିଲେ, ପ୍ରଭୁ ଏହା କହନ୍ତି, ତୁମର ଏକମାତ୍ର ପୁତ୍ରକୁ ଉତ୍ସର୍ଗ କରିବା ପାଇଁ ତୁମେ ଅନିଚ୍ଛୁକ ନ ହୋଇ ଏହି କାର୍ଯ୍ୟ ସାଧନ କରିଥିବା ଯୋଗୁଁ ମୋ ନାମର ଶପଥ କରି ମୁଁ କହି ରଖେ ଯେ ମୁଁ ତୁମକୁ ଅବଶ୍ୟ ଆଶୀଷ ଦେବି।
ନଭମଣ୍ଡଳର ତାରକାପୁଞ୍ଜ ତଥା ସାଗର ଉପକୂଳର ବାଲୁକା ସଦୃଶ ମୁଁ ତୁମ ବଂଶଧରମାନଙ୍କୁ ପରିବର୍ଦ୍ଧିତ କରିବି। ଶତ୍ରୁମାନଙ୍କର ନଗରୀ ଦ୍ୱାର ଦେଶକୁ ତୁମର ବଂଶଧରମାନେ ଅଧିକାର କରିବେ। ତୁମେ ମୋର ବଚନ ପାଳନ କରିଥିବା ହେତୁ ତୁମର ବଂଶଧର ମାଧ୍ୟମରେ ଭୂପୃଷ୍ଠର ସମସ୍ତ ଜନତା ଆଶିଷ ପ୍ରାପ୍ତ ହେବେ। ତତ୍ପରେ ଆବ୍ରାହାମ ଉଠି ନିଜ ଦାସମାନଙ୍କ ପାଖକୁ ଫେରିଗଲେ ଓ ସେମାନେ ଏକତ୍ର ବେର୍ଷେବା ଅଭିମୁଖେ ପ୍ରସ୍ଥାନ କରି ସେଠାରେ ବାସ କଲେ। ଏହାପରେ ତୁମ ସହୋଦର ନହରଙ୍କ ପାଇଁ ମିଲଖା ମଧ୍ୟ ସନ୍ତାନବତୀ ହୋଇଛି। ଏହି ବୃତ୍ତାନ୍ତ ଆବ୍ରାହାମଙ୍କୁ ଜଣାଇ ଦିଆଗଲା। ସେମାନଙ୍କ ନାମ ଥିଲା ପ୍ରଥମ ଜାତ ପୁତ୍ର ଉସ୍ ଓ ତାର ସହୋଦର ବୁସ୍, ଆରାମର ପିତା କେମୁଏଲ, କେସେଦ, ହାସେ ଓ ପିଲଦାସ, ଜିଦଲାଫ ଓ ବେଥୁଏଲ। ବେଥୁଏଲ ହେଲା ରେବେକାର ପିତା। ଆବ୍ରାହାମଙ୍କ ସହୋଦର ନହରଙ୍କ ପାଇଁ ମିଲଖା ଏହି 8 ଜଣ ସନ୍ତାନଙ୍କୁ ଜନ୍ମ ଦେଇଥିଲା। ଏମାନଙ୍କ ବ୍ୟତୀତ ରେଉମା ନାମୀ ତାଙ୍କର ଉପପତ୍ନୀ ତେବା, ଗାହମ, ତହସ ତଥା ମାଖା ଏହି ସନ୍ତାନମାନଙ୍କୁ ଜନ୍ମ ଦେଇଥିଲା। ଅଧ୍ୟାୟ 23 ସାରାଙ୍କ ମୃତ୍ୟୁ। ସାରା 123 ବର୍ଷ ଜୀବିତ ରହିଲେ। ଏହା ହିଁ ତାଙ୍କର ଜୀବିତ କାଳ। କାନାନ ଦେଶସ୍ଥ ହେବ୍ରନ ନାମରେ ପରିଚିତ କିରିୟାତ ଆରାବଠାରେ ସେ ମୃତ୍ୟୁବରଣ କଲେ। ସାରାଙ୍କ ଉଦ୍ଦେଶ୍ୟରେ ରୋଦନ ତଥା ଶୋକ କରିବା ପାଇଁ ଆବ୍ରାହାମ ଗୃହ ଭିତରକୁ ପ୍ରବେଶ କଲେ। ତତ୍ପରେ ଆବ୍ରାହାମ ନିଜ ମୃତ ପତ୍ନୀ ସମୀପରୁ ଉଠି ହିତୀୟମାନଙ୍କ ପାଖକୁ ଯାଇ କହିଲେ, ମୁଁ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସ କରୁଥିବା ଜଣେ ବିଦେଶୀ। ମୋ ଦୃଷ୍ଟିରେ ଅନ୍ତରାଳରେ ମୋର ମୃତ ପତ୍ନୀକୁ ସମାଧି ଦେବା ସକାଶେ ତୁମ ମଧ୍ୟରେ ମୋତେ ଗୋଟିଏ କବରସ୍ଥଳୀ ପ୍ରଦାନ କର। ଉତ୍ତରରେ ହିତୀୟମାନେ ଆବ୍ରାହାମଙ୍କୁ କହିଲେ, ହେ ପ୍ରଭୁ, ଆମ କଥା ଶୁଣ। ଆମ ମଧ୍ୟରେ ତୁମେ ଜଣେ କର୍ତ୍ତୃତ୍ୱ ବିଶିଷ୍ଟ ବ୍ୟକ୍ତି। ଆମମାନଙ୍କ ସର୍ବୋତ୍ତମ କବରସ୍ଥଳୀରେ ତୁମ ମୃତ ପତ୍ନୀକୁ ସମାଧି ଦିଅ। ଆମ ମଧ୍ୟରୁ କେହି ଆମ କବରସ୍ଥଳୀ ନିଷେଧ କରି ତୁମ ମୃତ ପତ୍ନୀକୁ ସମାଧି ଦେବା ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ। ଆବ୍ରାହାମ ଉଠି ସେହି ଦେଶୀୟ ହିତୀୟମାନଙ୍କୁ ପ୍ରଣିପାତ କଲେ। ସେ ସେମାନଙ୍କୁ କହିଲେ, ମୋର ଦୃଷ୍ଟି ଅନ୍ତରାଳରୁ ମୋର ମୃତ ପତ୍ନୀକୁ ସମାଧି ଦେବା ପାଇଁ ତୁମ୍ଭେମାନେ ଯଦି ସମ୍ମତ, ତେବେ ମୋ କଥା ଶୁଣ। ସହରର ପୁତ୍ର ଏଫ୍ରନ ନିକଟରେ ମୋ ପାଇଁ ମିନତି କର, ଯେପରି ନିଜ କ୍ଷେତର ପ୍ରାନ୍ତ ଭାଗରେ ଅବସ୍ଥିତ ତା ଦ୍ୱାରା ଅଧିକୃତ ମାକପେଲାର ଗୁମ୍ଫା ସେ ମୋତେ ଦିଏ। ଏହି କବରସ୍ଥଳୀ ପାଇଁ ତୁମ୍ଭମାନଙ୍କ ସମ୍ମୁଖରେ ପୂର୍ଣ୍ଣ ମୂଲ୍ୟ ବିନିମୟରେ ସେ ତାହା ମୋତେ ଦେଉ। ସେ ସମୟରେ ଏଫ୍ରନ ହିତୀୟମାନଙ୍କ ମଧ୍ୟରେ ଆସୀନ ହୋଇଥିଲା। ହିତୀୟ ତଥା ନଗରୀର ପ୍ରବେଶକାରୀ ସମସ୍ତଙ୍କର କର୍ଣ୍ଣଗୋଚରରେ ହିତୀୟ ଏଫ୍ରନ ଆବ୍ରାହାମଙ୍କୁ କହିଲା, ପ୍ରଭୁ, ସେହି ହେବ ନାହିଁ। ବରଂ ମୋ କଥା ଶୁଣ। ମୁଁ ତୁମକୁ ସେହି କ୍ଷେତ ତଥା ତନ୍ମଧ୍ୟସ୍ଥ ଗୁମ୍ଫା ଦେଉଅଛି। ମୋ ଲୋକମାନଙ୍କ ସମ୍ମୁଖରେ ମୁଁ ତାହା ପ୍ରଦାନ କରୁଅଛି। ତୁମେ ତୁମ ମୃତ ପତ୍ନୀକୁ ସମାଧି ଦିଅ। ସେହି ଦେଶୀୟ ଲୋକମାନଙ୍କ ସମ୍ମୁଖରେ ଆବ୍ରାହାମ ପ୍ରଣିପାତ କଲେ ଓ ସେହି ଦେଶୀୟ ଲୋକଙ୍କ କର୍ଣ୍ଣଗୋଚର ହେଲା ଭଳି ଆବ୍ରାମ ଏଫ୍ରନକୁ କହିଲେ,
ତୁମେ ଯଦି ତାହା ମୋତେ ଦେବ ତେବେ ମୋ କଥା ଶୁଣ। ମୁଁ ସେହି କ୍ଷେତ କ୍ରୟ କରିବି, ମୋ ପକ୍ଷରୁ ତାହାର ମୂଲ୍ୟ ଗ୍ରହଣ କର ଓ ମୁଁ ମୋର ମୃତ ପତ୍ନୀକୁ ସେଠାରେ ସମାଧିସ୍ଥ କରିବି। ଏଫ୍ରାନ୍ ଆବ୍ରାହମଙ୍କୁ କହିଲା, ପ୍ରଭୁ ମୋ କଥା ଶୁଣ। ସେହି କ୍ଷେତର ମୂଲ୍ୟ 400 ଶେକେଲ ରୌପ୍ୟ ମାତ୍ର, କିନ୍ତୁ ତୁମ ଓ ମୋ ମଧ୍ୟରେ ତାହା କ'ଣ ବଡ଼ କଥା? ତୁମ ମୃତ ପତ୍ନୀକୁ ସମାଧିସ୍ଥ କର। ଏଫ୍ରାନ୍ ଦ୍ୱାରା ସ୍ଥିରକୃତ ମୂଲ୍ୟ ପ୍ରତି ଆବ୍ରାହମ ସମ୍ମତ ହେଲେ। ହିତୀୟମାନଙ୍କର କର୍ଣ୍ଣଗୋଚରରେ ଏଫ୍ରାନ୍ ଦ୍ୱାରା ନିରୂପିତ ସେହି 400 ଶେକେଲ ସଂଖ୍ୟକ ରୌପ୍ୟ ମୁଦ୍ରା ବଣିକମାନଙ୍କ ମଧ୍ୟରେ ପ୍ରଚଳିତ ଓଜନ ଅନୁସାରେ ଆବ୍ରାମ ଓଜନ କଲେ। ମାମ୍ରେର ପୂର୍ବ ଦିଗରେ ଅବସ୍ଥିତ ଏଫ୍ରାନ୍ ଦ୍ୱାରା ଅଧିକୃତ ମାକପେଲର ସେହି କ୍ଷେତ ତାହାର ଚତୁଃପାର୍ଶ୍ୱସ୍ଥ ଭୂମି ଓ ତନ୍ମଧ୍ୟସ୍ଥ ଗୁମ୍ଫା ତଥା ସମସ୍ତ ବୃକ୍ଷ, ହିତୀୟ ଓ ନଗରୀର ପ୍ରବେଶକାରୀ ସମସ୍ତଙ୍କ ସମ୍ମୁଖରେ ଆବ୍ରାହାମଙ୍କ ଆୟତ୍ତାଧୀନ ହେଲା। ଏହାପରେ ଆବ୍ରାହାମ କାନାନ ଦେଶସ୍ଥ ମାମ୍ରେର ପୂର୍ବ ଦିଗସ୍ଥ ହେବ୍ରୋନରେ ଥିବା ମାକପେଲାର ଅନ୍ତର୍ଗତ ଗୁମ୍ଫା ମଧ୍ୟରେ ନିଜ ପତ୍ନୀକୁ ସମାଧିସ୍ଥ କଲେ। ଏହିଭଳି ସେହି କ୍ଷେତ ତଥା ତନ୍ମଧ୍ୟସ୍ଥ ଗୁମ୍ଫା ଏକ କବରସ୍ଥଳୀ ରୂପେ ହିତୀୟମାନଙ୍କ ହସ୍ତରୁ ଆବ୍ରାହାମଙ୍କ ଆୟତ୍ତାଧୀନ ହେଲା। ଉତ୍ପତ୍ତି ଅଧ୍ୟାୟ 24। ଇସାକଙ୍କ ବିବାହ। ଆବ୍ରାହାମଙ୍କ ପୂର୍ଣ୍ଣ ବୟସ୍କ ହୋଇ ବୃଦ୍ଧାବସ୍ଥା ପ୍ରାପ୍ତ ହେଲେ। କ୍ଷେତରେ ପ୍ରଭୁ ତାଙ୍କୁ ଆଶୀର୍ବାଦ କରିଥିଲେ। ସେ ନିଜର ସବୁ ବସ୍ତୁଗୁଡ଼ିକର ରକ୍ଷକ ତଥା ନିଜ ଗୃହର ସମସ୍ତଙ୍କ ଅପେକ୍ଷା ବୟସ୍କ ପରିଚାରକଙ୍କୁ ଡାକି କହିଲେ, ତୁମେ ମୋର ଜଙ୍ଗ ମଧ୍ୟରେ ହସ୍ତ ରଖି ମୁଁ ଯେଉଁ କାନାନୀୟମାନଙ୍କ ସଙ୍ଗରେ ବାସ କରୁଅଛି ସେମାନଙ୍କ କନ୍ୟାମାନଙ୍କ ମଧ୍ୟରୁ ଜଣେ ମହିଳାକୁ ମୋ ପୁତ୍ର ପାଇଁ ତୁମେ ଯେ ମନୋନୀତ କରିବ ନାହିଁ। ସ୍ୱର୍ଗ ତଥା ମର୍ତ୍ତ୍ୟର ଈଶ୍ୱର ପ୍ରଭୁଙ୍କ ନାମରେ ମୁଁ ତୁମକୁ ଏହି ଶପଥ କରାଇବି। ବରଂ ସ୍ୱଦେଶ ତଥା ମୋର ଆତ୍ମୀୟ ଲୋକମାନଙ୍କ ପାଖକୁ ଯାଇ ଏହି କନ୍ୟାକୁ ମୋର ପୁତ୍ର ଇସାହକ ସକାଶେ ମନୋନୀତ କରିବାକୁ ହେବ। ତହୁଁ ପରିଚାରକ ତାଙ୍କୁ ପଚାରିଲା, ସେହି ନାରୀ ମୋ ଗହଣରେ ଏହି ଦେଶକୁ ଆସିବା ପାଇଁ ଅନିଚ୍ଛୁକ ହେଲେ ତୁମ ଦ୍ୱାରା ପରିତ୍ୟଜ୍ୟ ସେହି ଦେଶକୁ ମୁଁ ତୁମ ପୁତ୍ରକୁ କ'ଣ ଘେନିଯିବି? ଉତ୍ତରରେ ଆବ୍ରାହାମ କହିଲେ, ମୋ ପୁତ୍ରକୁ ସେଠାକୁ ଘେନିଯିବ ନାହିଁ। ମୋର ପିତୃଭବନ ତଥା ଜନ୍ମ ଦେଶରୁ ମୋତେ ଘେନି ଆସିଥିବା ଓ ତୁମ ବଂଶ ପରମ୍ପରାକୁ ମୁଁ ଏହି ଦେଶ ପ୍ରଦାନ କରିବି ବୋଲି ଶପଥପୂର୍ବକ ମୋତେ ପ୍ରତିଜ୍ଞା କରିଥିବା ସ୍ୱର୍ଗର ଈଶ୍ୱର ସେହି ପ୍ରଭୁ ନିଜ ଦୂତଙ୍କ ତୁମ ସମ୍ମୁଖରେ ପ୍ରେରଣ କରିବେ ଓ ତୁମେ ସେଠାରୁ ମୋର ପୁତ୍ର ନିମନ୍ତେ ଜଣେ କନ୍ୟାକୁ ମନୋନୀତ କରିବ। ସେହି ନାରୀଟି ତୁମ ସହ ଆସିବା ପାଇଁ ଯଦି ଅନିଚ୍ଛୁକା ହୁଏ ତେବେ ତୁମେ ଏହି ଶପଥରୁ ମୁକ୍ତ ହେବ, କିନ୍ତୁ ତୁମେ ମୋ ପୁତ୍ରକୁ ସେଠାକୁ କେବେ ହେଁ ଘେନିଯିବ ନାହିଁ। ଏହାପରେ ସେହି ପରିଚାରକ ନିଜ ମୁନିବ ଆବ୍ରାହାମଙ୍କ ଜଙ୍ଗ ମଧ୍ୟରେ ହସ୍ତ ରଖି ସେ ସମ୍ପର୍କରେ ଶପଥ ନେଲା। ତତ୍ପରେ ସେ ନିଜ ମୁନିବଙ୍କ 10ଟି ଓଟ ତଥା ବହୁବିଧ ଉତ୍କୃଷ୍ଟ ଉପହାର ସଙ୍ଗରେ ନେଇ ନହରଙ୍କ ସହରକୁ ମେସୋପଟାମିଆ ଅଭିମୁଖେ ଯାତ୍ରା କଲେ। ସନ୍ଧ୍ୟା ସମୟରେ
ନାରୀମାନେ ଜଳ କାଢ଼ିବା ପାଇଁ ଆସିବା ବେଳେ ସହର ବହିର୍ଭାଗରେ ଥିବା ଗୋଟିଏ କୂପ ସମୀପରେ ସେ ଅଟମାନଙ୍କୁ ଆଣ୍ଠୁଆଇ ଶୁଆଇଲା। ତତ୍ପରେ ସେ ଏହିଭଳି ପ୍ରାର୍ଥନା କଲା, ମୋର ମୁନିବଙ୍କ ଈଶ୍ୱର, ହେ ପ୍ରଭୁ, ମୋର ଆଜିର ଯାତ୍ରାକୁ ସଫଳ କର ଓ ମୋର ମୁନିବ ଆବ୍ରାହାମଙ୍କ ପ୍ରତି ନିରନ୍ତର କରୁଣା ପ୍ରଦର୍ଶନ କର। ଦେଖ, ମୁଁ ଏହି କୂପ ସମୀପରେ ଦଣ୍ଡାୟମାନ ହୋଇଅଛି। ଏହି ନଗରୀର ତରୁଣୀମାନେ ଜଳ କାଢ଼ିବା ପାଇଁ ଆସୁଅଛନ୍ତି। କଳସ ନୁଆଇ ମୋତେ ପାନ କରିବାକୁ ଦିଅ ବୋଲି ମୁଁ କହିବା ମାତ୍ରେ ଯିଏ ମୋତେ ପାନ କର କହିବ ଓ ତୁମର ଅଟମାନଙ୍କୁ ପାନାର୍ଥେ ମଧ୍ୟ ମୁଁ ଜଳ କାଢ଼ିବି, ସେହି ତରୁଣୀ ତୁମ ଦାସ ଇସାକଙ୍କ ପାଇଁ ତୁମେ ନିରୂପିତ କନ୍ୟା ହେବ। ଏତଦ୍ୱାରା ତୁମେ ଯେ ମୋର ମୁନିବଙ୍କ ପ୍ରତି ନିରନ୍ତର କରୁଣା ପ୍ରଦର୍ଶନ କରୁଅଛ, ମୁଁ ଏହା ଅବଗତ ହେବି। ସେ ଏହିଭଳି ପ୍ରାର୍ଥନା ସମାପ୍ତ କରିବା ପୂର୍ବରୁ ସ୍କନ୍ଧରେ କଳସ ଧରି ଜଳ କାଢ଼ିବା ପାଇଁ ରେବେକା ଆସିଲା। ଆବ୍ରାହାମଙ୍କ ସହୋଦର ନହରଙ୍କ ପାଇଁ ତାଙ୍କର ପତ୍ନୀ ମିଲଖା ଠାରୁ ଜାତ ବେଥୁଏଲର କନ୍ୟା ସେ ଥିଲା। ସେ ଅତୀବ ସୁନ୍ଦରୀ ତଥା କୌଣସି ପୁରୁଷ ଦ୍ୱାରା ସ୍ପର୍ଶ ନଥିଲା। ସେ କୂପ ନିକଟକୁ ଓହ୍ଲାଇ କଳସୀଟିକୁ ପୂର୍ଣ୍ଣ କରି ଉଠି ଆସିଲା। ତତ୍କ୍ଷଣାତ୍ ତା ପାଖକୁ ଯାଇ ପରିଚାରକ କହିଲା, ତୁମ କଳସରୁ ପାନ କରିବା ପାଇଁ ମୋତେ ସଦୟ ସ୍ୱଳ୍ପ ଜଳ ଦିଅ। ପ୍ରଭୁ ପାନ କର ବୋଲି ସେ କହିଲା। ସହସା କଳସ ଓହ୍ଲାଇ ଆଣି ସେ ତାଙ୍କୁ ପାନ କରିବାକୁ ଦେଲା। ସେ ଜଳ ପାନ ଶେଷ କରିବା ସମୟରେ କନ୍ୟାଟି ତାହାଙ୍କୁ କହିଲା, ତୁମ ଅଟମାନଙ୍କର ପାନାର୍ଥେ ମଧ୍ୟ ମୁଁ ଜଳ କାଢ଼ି ଆଣିବି। ସହସା ସେ କଳସର ଜଳ କୁଣ୍ଡରେ ଢାଳି ଦେଇ ପୁନରାୟ ଜଳ କାଢ଼ିବା ପାଇଁ କୂପ ନିକଟକୁ ଗମନ କଲା। ଏହିଭଳି ସେ ସମସ୍ତ ଅଟମାନଙ୍କ ପାଇଁ ଜଳ କାଢ଼ିଲା। ନିଜର ଯାତ୍ରା ଉଦ୍ଦେଶ୍ୟକୁ ପ୍ରଭୁ ଜୟଯୁକ୍ତ କରିଅଛନ୍ତି କି ନାହିଁ ତାହା ହୃଦୟଙ୍ଗମ କରିବା ପାଇଁ ସେହି ପରିଚାରକ ତାହାକୁ ନୀରବରେ ନିରୀକ୍ଷଣ କରୁଥିଲା। ଅଟମାନଙ୍କୁ ପାନ କରାଇ ସାରିଲା ପରେ ସେହି ପରିଚାରକ ଅଧ ସେକେଲ ଓଜନର ଗୋଟିଏ ସ୍ୱର୍ଣ୍ଣ ନଥ ତଥା 10 ସେକେଲ ଓଜନର 2ଟି ସ୍ୱର୍ଣ୍ଣ ବଳା ନେଇ ତାହାକୁ ଦେଇ ପଚାରିଲା, ତୁମେ କାହାର କନ୍ୟା? ତାହା ମୋତେ କୁହ। ରାତ୍ରି ଯାପନ କରିବା ପାଇଁ ତୁମ ପିତୃଭବନରେ ଆମ ପାଇଁ କ'ଣ ସ୍ଥାନ ଅଛି? ସେ ତାହାକୁ କହିଲା, ନହରଙ୍କ ଠାରୁ ମିଲାଖ ଜନ୍ମ ଦେଇଥିବା ବେଥୁଏଲର କନ୍ୟା ମୁଁ। ସେ ପୁନରାୟ କହିଲା, ଆମ୍ଭମାନଙ୍କର ଯଥେଷ୍ଟ ଗୋଖାଦ୍ୟ ତଥା ନଡ଼ା ଅଛି ଏବଂ ବସବାସ କରିବା ପାଇଁ ସ୍ଥାନ ମଧ୍ୟ ରହିଛି। ସେଥିରେ ସେହି ପରିଚାରକ ନତମସ୍ତକ ହୋଇ ପ୍ରଭୁଙ୍କୁ ଆରାଧନା କଲା ଓ କହିଲା, ମୋର ମୁନିବ ଆବ୍ରାହାମଙ୍କ ଈଶ୍ୱର ପ୍ରଭୁ ଧନ୍ୟ ହୁଅନ୍ତୁ। ମୋର ମୁନିବ ପ୍ରଭୁଙ୍କର ନିରନ୍ତର କରୁଣା ତଥା ବିଶ୍ୱସ୍ତତାରୁ ବଞ୍ଚିତ ହୋଇନାହାନ୍ତି ଓ ଏହା ବ୍ୟତୀତ ମୋର ମୁନିବଙ୍କ ଆତ୍ମୀୟ ଲୋକମାନଙ୍କ ଗୃହାଭିମୁଖେ ସେ ପଥ ମଧ୍ୟ କଡ଼ାଇ ଅଛନ୍ତି। ତହୁଁ ସେହି କନ୍ୟା ଦୌଡ଼ି ଯାଇ ନିଜ ମାତାଙ୍କର ପରିବାର ବର୍ଗକୁ ଏ ସକଳ ବୃତ୍ତାନ୍ତ ଜଣାଇଦେଲା। ଲାବାନ ନାମକ ରେବେକାର ଜଣେ ସହୋଦର ଥିଲେ। କୂପ ସମୀପରେ ରହିଥିବା ପରିଚାରକ ପାଖକୁ ଲାବାନ ଧାଇଁ ଗଲେ। ସହୋଦରୀ ହସ୍ତରେ ଥିବା ନତ ତଥା ବଳାକୁ ଦେଖିବା ଓ ସେହି ଲୋକ ଯେ ମୋତେ
ଅମୁକ ଅମୁକ କଥା କହିଅଛନ୍ତି। ତାଙ୍କ ଦ୍ୱାରା କଥିତ ଏହି ବାକ୍ୟ ଶୁଣିବା ମାତ୍ରେ ଲାବାନ ସେହି ପରିଚାରକ ପାଖକୁ ପ୍ରସ୍ଥାନ କଲେ। ସେ କୂପ ସମୀପରେ ଅତ୍ୟାବଧି ଓଟମାନଙ୍କ ସହ ଠିଆ ହୋଇଥିଲା। ଲାବାନ କହିଲେ, ହେ ପ୍ରଭୁଙ୍କ ଅନୁଗ୍ରହର ପାତ୍ର, ଗୃହକୁ ଆସ। ତୁମେ କାହିଁକି ବାହାରେ ଦଣ୍ଡାୟମାନ ହୋଇଅଛ? ତୁମ ପାଇଁ ଗୃହ, ଓଟମାନଙ୍କ ପାଇଁ ରହିବା ସ୍ଥାନ ମୁଁ ପ୍ରସ୍ତୁତ କରିଅଛି। ଏହା ଶୁଣି ସେହି ଲୋକ ଗୃହାଭିମୁଖେ ଗଲା। ଲାବାନ ଓଟମାନଙ୍କ ଜିନ୍ ଫିଟାଇ ଦେଲେ ଓ ନଡ଼ା ତଥା ଖାଦ୍ୟ ଦେଲେ। ଆହୁରି ମଧ୍ୟ ସେ ତାର ତଥା ତାହା ସହଯାତ୍ରୀମାନଙ୍କ ପାଦ ପ୍ରକ୍ଷାଳନ ପାଇଁ ଜଳ ପ୍ରଦାନ କଲେ। ଅନନ୍ତର ସେ ତାକୁ ଖାଦ୍ୟ ପରିବେଷଣ କଲେ। କିନ୍ତୁ ସେ କହିଲା, ମୋର ବକ୍ତବ୍ୟ ବ୍ୟକ୍ତ ନ କରିବା ପର୍ଯ୍ୟନ୍ତ ମୁଁ ଖାଦ୍ୟ ସ୍ପର୍ଶ କରିବି ନାହିଁ। କୁହ ବୋଲି କହି ଲାବାନ ସମ୍ମତି ପ୍ରକାଶ କଲେ। ତହୁଁ ସେ କହିଲା, ମୁଁ ଆବ୍ରାହାମଙ୍କର ପରିଚାରକ। ପ୍ରଭୁ ମୋର ମୁନିବଙ୍କୁ ମହାଶିଷ ପ୍ରଦାନ କରି ବିପୁଳ ଧନଶାଳୀ କରିଅଛନ୍ତି। ତେଣୁ ସେ ମେଷ ତଥା ଗୋପଲ, ରୌପ୍ୟ ତଥା ସ୍ୱର୍ଣ୍ଣ, ଦାସ ଦାସୀ, ଓଟ ତଥା ଗର୍ଦ୍ଦଭ ଗୁଡ଼ିକର ମାଲିକ ହେବାର ସୌଭାଗ୍ୟ ଅର୍ଜନ କରିଅଛନ୍ତି। ମୋର ମୁନିବଙ୍କ ପତ୍ନୀ ସାରା ବୃଦ୍ଧାବସ୍ଥାରେ ତାଙ୍କ ପାଇଁ ଏକ ପୁତ୍ର ପ୍ରସବ କରିଅଛନ୍ତି। ତାଙ୍କର ସବୁକିଛି ସେ ତାଙ୍କୁ ହିଁ ଦେଇଅଛନ୍ତି। ମୋର ମୁନିବ ମୋତେ ଏହିଭଳି ଶପଥ କରାଇଅଛନ୍ତି, ମୁଁ ବାସ କରୁଥିବା କାନାନୀୟମାନଙ୍କ ଦେଶରୁ ମୋର ପୁତ୍ର ପାଇଁ ତୁମେ କୌଣସି କନ୍ୟାକୁ ମନୋନୀତ କରିବ ନାହିଁ। ଅଥଚ ତୁମେ ମୋର ପିତୃଭବନ ତଥା ମୋର ଆତ୍ମୀୟ ଲୋକମାନଙ୍କ ପାଖକୁ ଯାଇ ମୋର ପୁତ୍ର ସକାଶେ ଏକ ପତ୍ନୀକୁ ମନୋନୀତ କରିବ। କିନ୍ତୁ ମୁଁ ମୋର ମୁନିବଙ୍କୁ କହିଲି, ହୁଏତ ସେହି ନାରୀ ମୋ ଗହଣରେ ଆସିବେ ନାହିଁ। କିନ୍ତୁ ସେ ମୋତେ କହିଲେ, ଯାହାଙ୍କ ସନ୍ନିଧାନରେ ମୁଁ ବିଚରଣ କରି ଆସିଛି, ସେହି ପ୍ରଭୁ ନିଜ ଦୂତଙ୍କୁ ତୁମ ସମ୍ମୁଖରେ ପ୍ରେରଣ କରି ତୁମ ଯାତ୍ରାକୁ ସଫଳ କରିବେ। ମୋର ଆତ୍ମୀୟ ତଥା ପିତୃଗୃହର ତୁମେ ମୋର ପୁତ୍ର ପାଇଁ ଗୋଟିଏ ପତ୍ନୀକୁ ମନୋନୀତ କରିବ। ମୋର ଆତ୍ମୀୟମାନଙ୍କ ପାଖରେ ଆସି ପହଞ୍ଚିଲା ପରେ ତୁମେ ମୋର ଏହି ଶପଥରୁ ମୁକ୍ତ ହେବ। ସେମାନେ ଯଦି କନ୍ୟାକୁ ତୁମ ସହ ନ ପଠାନ୍ତି, ତେବେ ତୁମେ ମୋର ଶପଥରୁ ବିମୁକ୍ତ ହେବ। କୂପ ସମୀପରେ ଆସି ପହଞ୍ଚିଲା ବେଳେ ମୁଁ ଏହିଭଳି ପ୍ରାର୍ଥନା କଲି, ମୋର ମୁନିବ ଆବ୍ରାହାମଙ୍କ ଈଶ୍ୱର, ହେ ପ୍ରଭୁ, ଯେଉଁ ଉଦ୍ଦେଶ୍ୟାର୍ଥେ ମୁଁ ଏହି ଯାତ୍ରା କରି ସାରିଅଛି, ଦଣ୍ଡାୟମାନ ତଥା ସାର୍ଥକ କର। ମୁଁ ଏହି କୂପ ସମୀପରେ ଦଣ୍ଡାୟମାନ। ଜଳ କାଢ଼ିବା ପାଇଁ ଆସୁଥିବା ତରୁଣୀଙ୍କୁ କଳସରୁ ପାନ କରାଇବା ପାଇଁ ସଦୟ ମୋତେ ସ୍ୱଳ୍ପ ଜଳ ଦିଅ ବୋଲି ମୁଁ କହିଲେ, ପାନ କର ଓ ତୁମ ଓଟମାନଙ୍କୁ ମଧ୍ୟ ପାନ କରାଇବା ପାଇଁ ମୁଁ ଜଳ କାଢ଼ିବି। ଯିଏ ଏହିପରି ମୋତେ କହିବେ, ସିଏ ମୋର ମୁନିବଙ୍କ ପୁତ୍ର ପାଇଁ ପ୍ରଭୁ ନିରୂପିତ କନ୍ୟା ହେଉ। ମୋର ଅନ୍ତରରେ ଏତାଦୃଶ ପ୍ରାର୍ଥନା ସମାପ୍ତ କରିବା ପୂର୍ବରୁ ସ୍କନ୍ଦ ଦେଶରେ କଳସ ଧରି ଜଳ କାଢ଼ିବା ପାଇଁ ରେବେକା ଆସିଲା। ସେ କୂପ ନିକଟକୁ ଓହ୍ଲାଇ ଜଳ କାଢ଼ିଲା ଓ ପାନ କରିବା ପାଇଁ ମୋତେ ଅଳ୍ପ ଜଳ ଦିଅ ବୋଲି ମୁଁ ତାକୁ କହିଲି। ସେ ତତ୍କ୍ଷଣାତ୍ କଳସକୁ ସ୍କନ୍ଦ ଦେଶରୁ ଓହ୍ଲାଇ ଆଣି, ପାନ କର ଓ ତୁମ ଓଟମାନଙ୍କୁ ସୁଦ୍ଧା ପାନ କରାଇବା ପାଇଁ ମୁଁ ଜଳ କାଢ଼ିବି ବୋଲି ମୋତେ କହିଲା। ସେହି ସମୟରେ ମୁଁ ତାକୁ ପଚାରିଲି, ତୁମେ କାହାର କନ୍ୟା? ଉତ୍ତରରେ ସେ କହିଲା, ନହରଙ୍କ ଠାରୁ ମିଲାଖ ଜନ୍ମ ଦେଇଥିବା
ବେଥୁଏଲର କନ୍ୟା ମୁଁ। ତହୁଁ ମୁଁ ତାର ନାସିକାରେ ନଥ ତଥା ହସ୍ତରେ ବଳା ପିନ୍ଧାଇଲି। ଏହାପରେ ମୋର ମୁନିବ ଆବ୍ରାହାମଙ୍କ ଈଶ୍ୱର ପ୍ରଭୁଙ୍କୁ ପ୍ରଣିପାତ କରି ମୁଁ ଆରାଧନା କଲି। ମୋର ମୁନିବଙ୍କ ପୁତ୍ର ପାଇଁ ତାଙ୍କ ସହୋଦରଙ୍କର କନ୍ୟାକୁ ପତ୍ନୀ ଭାବେ ମନୋନୀତ କରିବା ପାଇଁ ମୋତେ ପଥ ପ୍ରଦର୍ଶନ କରିଥିବା ପ୍ରଭୁଙ୍କ ପ୍ରତି ମୁଁ କୃତଜ୍ଞତା ଜଣାଇଲି। ସୁତରାଂ ତୁମ୍ଭେମାନେ ଯଦି ମୋର ମୁନିବଙ୍କ ପ୍ରତି କରୁଣା ତଥା ବିଶ୍ୱସ୍ତତାର ସହ ବ୍ୟବହାର କରିବାକୁ ଚାହୁଁଥାଅ ତେବେ ତାହା ପ୍ରକାଶ କର। ଯଦି ଚାହୁଁନଥାଅ ତେବେ ତାହା ମଧ୍ୟ ପ୍ରକାଶ କର। ତେବେ ମୋତେ କି କାର୍ଯ୍ୟ କରିବାକୁ ହେବ ମୁଁ ତାହା ଜାଣିପାରିବି। ଲାବାନ ଓ ବେଥୁଏଲ ଉତ୍ତର ଦେଲେ, ଏହା ସବୁ ପ୍ରଭୁଙ୍କ ଦ୍ୱାରା ସଂଘଟିତ। ଏ ସମ୍ବନ୍ଧରେ ଆମ୍ଭେମାନେ ଭଲ ମନ୍ଦ କିଛି ବିଚାର କରିବାକୁ ଅସମର୍ଥ। ଦେଖ, ରେବେକା ତୁମ ସମ୍ମୁଖରେ ଦଣ୍ଡାୟମାନ, ତାହାକୁ ତୁମ ଗହଣରେ ନେଇଯାଅ। ପ୍ରଭୁଙ୍କ ବାକ୍ତ ଅନୁସାରେ ସେ ତୁମ ମୁନିବଙ୍କ ପୁତ୍ରଙ୍କ ପତ୍ନୀ ହେଉ। ଏହି କଥା ଶୁଣି ଆବ୍ରାହାମଙ୍କ ପରିଚାରକ ପ୍ରଭୁଙ୍କ ସନ୍ନିଧାନରେ ସାଷ୍ଟାଙ୍ଗ ପ୍ରଣିପାତ କଲା। ଅନନ୍ତର ସେ ରୌପ୍ୟ ସ୍ୱର୍ଣ୍ଣ ଭରଣ ତଥା ବସ୍ତ୍ରାଦି ଘେନି ଆଣି ରେବେକାକୁ ଦେଲା। ସେ ତାର ସହୋଦର ଓ ମାତାଙ୍କୁ ମଧ୍ୟ ମୂଲ୍ୟବାନ ଉପହାର ପ୍ରଦାନ କଲା। ତତ୍ପରେ ସେ ଓ ତା ସହବର୍ତ୍ତୀ ସମସ୍ତେ ଭୋଜନ ପାନ କଲା ପରେ ସେହିଠାରେ ରାତ୍ରି ଯାପନ କଲେ। ପ୍ରଭାତ ସମୟରେ ଉଠି ସେ କହିଲା, ମୋର ମୁନିବଙ୍କ ପାଖକୁ ଯିବା ପାଇଁ ମୋତେ ବିଦାୟ ଦିଅ। ରେବେକାର ସହୋଦର ଓ ମାତା ତାକୁ କହିଲେ, କନ୍ୟାଟି ଅଳ୍ପକାଳ ଅନ୍ତତଃ ପକ୍ଷେ 10 ଦିନ ଧରି ଆମ ଗହଣରେ ରହୁ, ତତ୍ପରେ ସେ ଯାଇପାରେ। କିନ୍ତୁ ସେ ସେମାନଙ୍କୁ କହିଲା, ମୋତେ ଅଧିକ ବିଳମ୍ବ କରାଅ ନାହିଁ। ପ୍ରଭୁ ମୋର ଯାତ୍ରା ଉଦ୍ଦେଶ୍ୟ ସଫଳ କରିଥିବାରୁ ମୋର ମୁନିବଙ୍କ ପାଖକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ମୋତେ ଅନୁମତି ଦିଅ। କନ୍ୟାକୁ ଡାକି ଆମେ ତାକୁ ପଚାରିବା ବୋଲି ସେମାନେ କହିଲେ। ତତ୍ପରେ ସେମାନେ ରେବେକାକୁ ଡାକି ତାକୁ ପଚାରିଲେ, ଏହି ଲୋକଙ୍କ ଗହଣରେ ଯିବା ପାଇଁ ତୁମେ କ'ଣ ଇଚ୍ଛୁକ? ଉତ୍ତରରେ ସେ କହିଲା, ମୁଁ ଯିବି। ତହୁଁ ସେମାନଙ୍କର ସହୋଦରୀ ରେବେକା ତାର ଧାତ୍ରୀ ଆବ୍ରାହାମଙ୍କର ପରିଚାରକ ଓ ତାର ସହବର୍ତ୍ତୀ ଲୋକମାନଙ୍କୁ ସେମାନେ ବିଦାୟ ଦେଲେ। ରେବେକାକୁ ଆଶୀଷ ଦେଇ ସେମାନେ କହିଲେ, ତୁମେ ଆମ ସହୋଦରୀ, ତୁମେ ସହସ୍ର ତଥା 10,000 ସନ୍ତାନର ଜନନୀ ହୁଅ। ଯେଉଁମାନେ ସେମାନଙ୍କୁ ଘୃଣା କରନ୍ତି ସେହି ଲୋକଙ୍କ ନଗରୀ ଦ୍ୱାର ଦେଶକୁ ତୁମ ବଂଶଧରମାନେ ଅଧିକାର କରନ୍ତୁ। ତତ୍ପରେ ରେବେକା ଓ ତାର ଦାସୀମାନେ ଅଟୋ ଆରୋହଣ କରି ସେହି ବ୍ୟକ୍ତିର ଅନୁସରଣ କଲେ। ଏହିପରି ସେହି ପରିଚାରକ ରେବେକାକୁ ସାଙ୍ଗରେ ନେଇ ପ୍ରସ୍ଥାନ କଲା। ସେହି ଦିନମାନଙ୍କରେ ଇସାହାକ ବେର୍‌ଲାହାଇ ରୋଇଠାରୁ ପ୍ରସ୍ଥାନ କରି ନେଗେବ୍‌ର ବାସ କରିଥିଲେ। ଏକଦା ଅପରାହ୍ନ ସମୟରେ ଚିନ୍ତାମଗ୍ନ ହୋଇ ଭ୍ରମଣ କରିବା ନିମନ୍ତେ ସେ କ୍ଷେତ ଆଡ଼କୁ ଯାଇଥିଲେ। ସେ ଚକ୍ଷୁ ଉତ୍ତୋଳନ କରି ଅଟୋ ସମୂହ ଆସୁଥିବାର ଦେଖିବାକୁ ପାଇଲେ। ପୁଣି ରେବେକା ମଧ୍ୟ ଚକ୍ଷୁ ଉତ୍ତୋଳନ କରି ଇସାହାକଙ୍କୁ ଦେଖିଲା ଓ ଅଟୋ ପୃଷ୍ଠରୁ ଓହ୍ଲାଇ ପଡ଼ିଲା। ସେ ସେହି ପରିଚାରକକୁ ପଚାରିଲା, ସୁଦୂରଠାରୁ କ୍ଷେତ ମଧ୍ୟରେ ଭ୍ରମଣ କରି ଆମ ଅଭିମୁଖେ ଆସୁଥିବା ସେହି ବ୍ୟକ୍ତି ଜଣକ କିଏ? ପରିଚାରକ କହିଲା, ସେ ହିଁ ମୋର ମୁନିବ। ସହସା ସେ ଚିରା ବସ୍ତ୍ର ନେଇ ନିଜକୁ ଆବୃତ କଲା।
ତତ୍ପରେ ସେହି ପରିଚାରକ ନିଜ ଦ୍ୱାର ସାଧିତ ସମସ୍ତ କାର୍ଯ୍ୟର ଏକ ବିବରଣୀ ଇସାହାକଙ୍କୁ ପ୍ରଦାନ କଲେ। ଅନନ୍ତର ଇସାହାକ ତାହାକୁ ଶିବିର ମଧ୍ୟକୁ ଘେନି ଆଣିଲେ ଓ ରେବେକାକୁ ନିଜର ପତ୍ନୀ ରୂପେ ଗ୍ରହଣ କଲେ। ସେ ତାହାକୁ ପ୍ରେମ କଲେ। ଏହିପରି ଭାବେ ନିଜ ମାତୃବିୟୋଗ ଜନିତ ଓ ଶୋକରୁ ଇସାହାକ ଆଶ୍ୱସ୍ତ ହେଲେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ମାର୍କୋଙ୍କ ସୁସମାଚାର ଅଧ୍ୟାୟ 4 ପଦ ସଂଖ୍ୟା 4। ଯୀଶୁ ଉତ୍ତର ଦେଲେ, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚେ ନାହିଁ, ବରଂ ଈଶ୍ୱରଙ୍କ ମୁଖ ନିଃସୃତ ପ୍ରତ୍ୟେକ ବାଣୀରେ ବଞ୍ଚେ। ପ୍ରାର୍ଥନା କରିବା। ପ୍ରଭୁ ଆମ୍ଭମାନଙ୍କୁ ବାକ୍ୟ ଦିଅ। ଧନ୍ୟବାଦ ଯୀଶୁ, ତୁମର ପବିତ୍ର ବାକ୍ୟ ପାଇ, ଜୀବନ୍ତ ବାକ୍ୟ ପାଇ ଆଜି ଆମେ ତୁମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ସମସ୍ତଙ୍କୁ ଜୟ ଯୀଶୁ।